ଏମିତି କିଛି ମାନେ ଯେମିତି ପୋକ ମାଛି ଭଳିଆ ମଣିଷ ସବୁ ମରିବେ। ଯେତେବେଳେ ଚଣ୍ଡୀ ଚାମୁଣ୍ଡା ମାନେ ମା କାଳୀ ଯେତେବେଳେ ଆସିବେ ସେତେବେଳେ ଚଣ୍ଡୀ ଚାମୁଣ୍ଡା ମାନେ ଆସିବେ। ଯେତେବେଳେ ମା ଆଦିଶକ୍ତି ସାତ ତାଳ ରୁଧିର ବହୁଥବ ପୃଥିବୀ ପୃଷ୍ଠରେ ସେତେବେଳେ ମା ଆଦିଶକ୍ତି ପଳେଇଥିବେ ଖପର। ତାଙ୍କ ସାଙ୍ଗରେ କଣ ସେ ଯୋଉ ଏଇ ସାତ ତାଳ ରୁଧିର କଣ ଖାଲି ମା ପିଉଥିବେ ଆଉ ତାଙ୍କ କତିରେ କେହି ନଥିବେ? ଯେତେବେଳେ କୃଷ୍ଣ ଖେଳାଲୀଳା କରୁଥିଲେ ସେତେବେଳେ କଣ ସେ ଏକାଟିଆ ଥିଲେ ଆଉ କେହି 16 ସହସ୍ର ଗୋପୀ ନଥିଲେ ଆଉ କେହି ନଥିଲେ? ମାନେ ପୂର୍ଣ୍ଣ ଗର୍ଭା ନଦୀ ମାନେ ଶୁଖିଯିବେ, କେହି ପାଣି ଟୋପେ ବି ପାଇବେ ନାହିଁ। ଆଉ ରକ୍ତରେ ଭାସୁଥବ ଏ ମହି, ଆଉ କୋଉଠି ନିଆଁ ଜଳୁଥବ, କୋଉଠି ଭୂମିକମ୍ପ, କୋଉଠି ପାଣି ବହୁଳ, କୋଉଠି ପାଣି ବିହୁନ, କୋଉଠି ପବନ ହେଇକିରି ଆସିବ, କୋଉଠି ରୋଗ ହେଇକି ପଶିବ। ତାପରେ ଏ କଳି ଯୁଗରେ ବି 7 ଦିନ ଅନ୍ଧାର ହବ। ଆଜିକାଲି ସାଧୁସନ୍ଥ ମାନେ ଭଲ ନାହାନ୍ତି। ଆଜି ସମସ୍ତେ ଠକ ଭଣ୍ଡ ଟାଉଟର ଚୋର ହେଲେଣି। ଆଉ ଯେତିକି ସାଧୁସନ୍ଥ ଠିକ ଅଛନ୍ତି ତାଙ୍କୁ କେହି ବାପ ମାନୁନାହାନ୍ତି। ଯୋଉମାନେ ଠିକ ଅଛନ୍ତି ତାଙ୍କୁ କେହି ମାନୁନାହାନ୍ତି। ଆଉ ଯୋଉମାନେ ବେଠିକି ସେମାନେ ଏଇନା ରାଜୁତ କରୁଛନ୍ତି। ଅଲେଖ ସଦଗୁରୁ ରୂପଞ୍ଚମ ସତ୍ୟ ଧର୍ମ ପ୍ରକାଶିତମ ସର୍ବଧର୍ମ ପରେ ଶ୍ରେଷ୍ଠମ ଭକ୍ତି ମୁକ୍ତି ନସମ ଅଲେଖମ ଶରଣିତମ ସର୍ବକାଳ ପଦାମୁଜମ ତପାଦ ବନ୍ତେ ନିତ୍ୟମ ଭବନ୍ତ ପ୍ରମୁଚ୍ୟତେ ଅଲେଖମ ରୂପ ସଭ୍ୟ ଅଣାକ୍ଷର କ୍ଷର ଏଥିରେ ମାତ୍ର ବିଦ୍ୟା ବିଲୋ ପଞ୍ଚମ ତତ୍ପର ପରମ ବିଭୁ ମାତ୍ରମ ଶବ୍ଦହିତମ ସର୍ବବେଦ ମର୍ଜିତମ ବିନ୍ଦୁନାଥ କଳତିତମ ଦସ୍ତବେଦ ସବେଦ ବିଦ ଅନାଦି ଅଲେଖ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ସ୍ୱରୂପକମ ଅଖଣ୍ଡ ବ୍ରହ୍ମରୂପାୟ ଗୁରୁ ବ୍ରହ୍ମ ନମସ୍ତେ ନମସ୍ତେ ଭଗତ ବନ୍ଧୁ ନମସ୍ତେ ଭବତାରକ ନମସ୍ତେ କରୁଣା ସିନ୍ଧୁ ଭୂତ୍ୟ ବନ୍ଧୁ ନମସ୍ତେ ଶ୍ରୀମଦ ଅନାଦି ବ୍ରହ୍ମ ବଦାମି ଶ୍ରୀମଦ ଅନାଦି ବ୍ରହ୍ମ ଭଜାମି ଶ୍ରୀମଦ ଅନାଦି ବ୍ରହ୍ମ ନମାମି ମହାବ୍ରହ୍ମଲେଖ ମହିମା ଶରଣ ଗାଦି ଧାମର ସମସ୍ତ ସାଧୁସନ୍ଥ ମାନଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଭକ୍ତିପୂତ ନିବେଦନ। ପ୍ରଭୁ ଅପରାଧୀର ଅପରାଧ କ୍ଷମା କରିବ ପ୍ରଭୁ, ଶରଣ ଅନନ୍ତ ବାର ଶରଣ ଶରଣ। ମା ଆପଣ ମହିମା ଧର୍ମକୁ ବିଶ୍ୱାସ କରନ୍ତି ଏବଂ ଦୀକ୍ଷା ନେଇଛନ୍ତି? ନା ଦୀକ୍ଷା ଆମେ ତ ପିଲାଦିନୁ ଜନ୍ମରୁ ଆମେ ଆଶ୍ରମରେ 18 ବର୍ଷ କାଳ ବାପା ରହିଲୁ। ଆମ ଦର୍ଶକ ବନ୍ଧୁଙ୍କର ଅନେକ ପ୍ରଶ୍ନ ରହିଛି। ଅନେକ ପ୍ରଶ୍ନ ଭିତରୁ କିଛି ମୁଁ ସଂଗ୍ରହ କରିଛି ଯାହା ତାଙ୍କ କଥା ଟିକେ ପଚାରିବି। ଆପଣ ମା ଅନେକ ଦିନ ଧରିକି ମହିମା ଧର୍ମରେ ଆପଣ ରହି ଆସିଛନ୍ତି ଏବଂ ତାଙ୍କ ବିଷୟରେ ଆପଣ ଅନେକ ଗ୍ରନ୍ଥ ରଚନା କରିଛନ୍ତି। କିନ୍ତୁ ସନ୍ଥ ଅରକ୍ଷିତ ଦାସଙ୍କର ଅନେକ ଗ୍ରନ୍ଥ ଆପଣ ରଚନା କରିଛନ୍ତି। ତାଙ୍କ ବିଷୟରେ ପଦେ କହିବେ? ତାଙ୍କ ବିଷୟରେ ବାପା କଣ କହିବି? ତାଙ୍କ ବିଷୟରେ ତ ମହିମା ସ୍ୱାମୀ ଆସିଥିଲେ, ତାଙ୍କ ବିଷୟରେ ଭୀମ ଭୋଇ ଆସିଥିଲେ, ତାଙ୍କ ବିଷୟରେ ତ ଅନନ୍ତ କୋଟି ସିଦ୍ଧ 64 ସାଧୁ 33 କୋଟି ଦେବତା ମାନେ ତାଙ୍କର ସେବାକାରୀ ହେଇକି ତାଙ୍କର ଆଜ୍ଞାକାରୀ ହେଇକିରି ପୃଥିବୀ ପୃଷ୍ଠରେ ଧରାଧାମରେ ଧର୍ମ ସ୍ଥାପନା କରିକିରି ଗଲେ। ଆଉ ବହୁତ ମାନେ ମହିମା ଧର୍ମ ହଉଛି ଗୋଟିଏ ମହତ୍ୱପୂର୍ଣ୍ଣ ଧର୍ମ, ତାଙ୍କୁ କେହି ଚିହ୍ନି ପାରୁନାହାନ୍ତି। ତେଣୁକରି ଏଇ ଶେଷ ସମୟରେ କାହିଁକି ଆସିବେ ନା ତାଙ୍କର ପରିଚୟ ପାଇଁ କେବଳ କଳ୍କି ଆସିବେ। କଣ ପାଇଁ ନା ସର୍ବେ ହୋଇବେ ଏକାକାର, ରଖିବେ ଡାକିବେ ପ୍ରଭୁ ନିରାକାର। ଆଉ ଗୌରୀକ ଧ୍ୱଜା ଉଡ଼ିବ ଏକାନ୍ତରେ, ଶୂନ୍ୟରେ ଉଡ଼ିବ। ଆଉ ଗୋଟିଏ ଧର୍ମ ସନାତନ ଧର୍ମ କେବଳ ରହିବ, ଆଉ କିଛି ଧର୍ମ ନାହିଁ। ମା ଆପଣ କହୁଛନ୍ତି ସନାତନ ଧର୍ମ ସନାତନ ଧର୍ମ ଶ୍ରେଷ୍ଠ ହେବ। ଆମେ ସମସ୍ତେ ସନାତନୀ। ତେଣୁକରି ଆମ ପୂର୍ବଜ ମାନେ ଥିଲେ ସେଇଆ, ଆମେ ଋଷିମୁନି ମାନଙ୍କର ସନ୍ତାନ। ତେଣୁକରି ଆଜିକାଲି ଏଇ ଯୋଉ ମଣିଷ ମାନେ ଆମେ ତ ମା କିଛି ଜାଗାରେ ଦେଖିବାକୁ ପାଉଛୁ, ଶୁଣିବାକୁ ପାଉଛୁ ଯେ ସେମାନେ ପାର୍ଥକ୍ୟ ଦର୍ଶାଉଛନ୍ତି ଯେ ସନାତନ ଧର୍ମ ଆଉ ମହିମା ଧର୍ମ କିଛି ଭିନ୍ନ ରହିଛି। କିଛି ଭିନ୍ନ ନାହିଁ, କେବଳ ସନାତନ ଧର୍ମ ଯାହା, ମହିମା ଧର୍ମ ସେଇଆ। ଆଉ କେବଳ ମହିମା ଧର୍ମ ଯୋଉଟା ସେଇଟା ସନାତନ ଧର୍ମ, ସେଇ ଗୋଟିକ କେବଳ ଧର୍ମ। ଏକ ଧର୍ମ ଦ୍ୱିତୀୟ, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଆମର ବାପା ଗୋଟିଏ ନା ନାଇଁ? ଆମର ଗୋଟିଏ ମା ଆମକୁ ଜନ୍ମ ଦେଇଛନ୍ତି ନା ନାଇଁ? ତେଣୁକରି ଆମେ ସିନା ଯୋଉ ସମସ୍ତଙ୍କୁ ବାପା ମା କରିକିରି ଆମେ ଚଳୁଛେ, କିନ୍ତୁ ଆମ ଗୋଟିଏ ବାପା ମା ଜନ୍ମ ଦେଇଛନ୍ତି। ଗୋଟିଏ ପିଲାକୁ ଗୋଟିଏ ବାପା ମା ଜନ୍ମ ଦେବା ସେଇଟା ସମସ୍ତେ ଜାଣିଛନ୍ତି। ଯୋଉମାନଙ୍କର ମା ଦ୍ୱନ୍ଦ୍ୱ ରହିଛି ଯେ ଆମେ ହଉଛୁ ମହିମା ଧର୍ମ, ଆମେ ପ୍ରଭୁଙ୍କ ମନ୍ଦିରକୁ, ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ଆମେ ଯିବୁନି, ସେଇଟା ଶୁଣ ବାପା। ସେ ଆମର ଲେଖା, ଏବେ ଆମର ବହି ଗୋଟା ଲେଖା ଚାଲିଛି ମର୍ତ୍ତ୍ୟ ମହାନିତ୍ୟ ଧର୍ମଧାମ ସ୍ଥାପନା। ତେଣୁକରି ଯେତେବେଳେ ମହିମା ସ୍ୱାମୀ ଆସିଲେ ସେତେବେଳେ ପୃଥିଦେବୀ ମା ଡାକିଦେଲେ। ପୃଥିଦେବୀ ଡାକ ଦେଲେ ବିଷଧାରୀ ମାନେ ଗୋ ରୂପ, ଗୋମାତା ରୂପ ଧାରଣ କରିକିରି ଅଧା ଶୂନ୍ୟରେ ଯାଇକିରି ମହାପ୍ରଭୁଙ୍କୁ ଡାକିଲେ। ମହାପ୍ରଭୁ ଆପଣଙ୍କର ପୃଥିବୀ ପାପ ଭାରରେ ଅତିରିକ୍ତ ଓଜନ ହେଲାଣି, ମୋ ସ୍ୱାମୀ ଟେକି ପାରୁନାହାନ୍ତି ବାସୁକି, ତେଣୁକରି ସେ ଛାଡ଼ିଦେବେ। ସୁରଭି ଗାଈ ରୂପ ଧରିକି ଯାଇଥିଲେ କିଏ ନା ବିଷଧାରୀ, ବାସୁକୀର ସ୍ତ୍ରୀ ବିଷଧାରୀ। ତେଣୁକରି ସେତେବେଳେ ମହିମା ସ୍ୱାମୀ ଆସିଲେ, ଆସିକିରି ଧରାଧାମରେ ଧର୍ମ ସ୍ଥାପନା କରିବାକୁ କହିଲେ, ମା ଆମକୁ କିଏ ଭିକ୍ଷା ପାଣି ଦବ ନା ଆମେ ଦବୁ?
ନା ଆପଣ ତ ଜଣେ ସର୍ପ ନା ଆମେ ତ ସର୍ପ ହେଲେ କଣ ହବ ଆମେ ଯାଇକିରି ଚଷା ଘର ଅବତୀର୍ଣ୍ଣ ହେଇ ଆପଣଙ୍କୁ ଅପେକ୍ଷା କରିକି ରହିବୁ। ଆପଣ ଯେତେବେଳେ ଯେତେ ଚେଲା ଧରିକି ଆସୁଛନ୍ତି ଆସନ୍ତୁ, କିନ୍ତୁ ମୋ ସ୍ୱାମୀ କି ହାଲକା କରିବାର ଅଛି। ମୋ ସ୍ୱାମୀ କଷ୍ଟରେ ଅତିଷ୍ଠ ହେଲେଣି। ମହିମା ସ୍ୱାମୀ ଆସି ଯାଇ କୋଉଠି ନା ହିମାଳୟରେ ତପସ୍ୟା ସାରିକିରି ଆସି ଖଣ୍ଡଗିରି ଭୁବନେଶ୍ୱର ହାତୀଗୁମ୍ଫା ଅନେକ ଜାଗାରେ ବହୁତ ଲୀଳା ରଚନା କରି ପୁଅ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ। ଶ୍ରୀକ୍ଷେତ୍ରରେ ଧୂଳିଆ ଛୋଟ ପିଲା ହେଇକିରି ଖେଳୁଥିଲେ, ଟେକା ଢିମା ପଥର ମାରା ଧରା କଲାଠୁ କିଏ ଏଠୁ କହିଲେ ପାଗଳା ବାଇଆ, ଯେତେବେଳେ ଧୂଳିଆ ଗୋସେଇଁ ହେଇକିରି ବଡ଼ ବୃଦ୍ଧ ବୈଷ୍ଣବ ରୂପ ଧାରଣ କରିକିରି ମହିମା ଗୋସେଇଁ ଭ୍ରମଣ କଲେ, ସେତେବେଳେ ଜଗନ୍ନାଥ ସ୍ୱୟଂ ସେ ରୂପକୁ ଦର୍ଶନ କରିବାକୁ ରତ୍ନ ସିଂହାସନରୁ ଡେଇଁ ଆସିଲେ। ଜଗନ୍ନାଥ ଆସିକିରି ଦର୍ଶନ କରି ରାଜାଙ୍କୁ ଯାଇ ସ୍ୱପ୍ନାଘାତ କଲେ। କହିଲେ ହେ ରାଜା, ତମର ଶ୍ରୀକ୍ଷେତ୍ରରେ ବହୁତ ଅନ୍ୟାୟ ଅଧର୍ମ ହଉଛି। ମୋ ଗୁରୁ ସ୍ୱୟଂ ଆସିଛନ୍ତି ଏତେ ଦିନରେ, ତାଙ୍କୁ ବେସନ୍ମାନ କରାଯାଉଛି ତମ ପଣ୍ଡାମାନଙ୍କ ଦ୍ୱାରା। ତମେ ୟାର ବିଚାର ତୁରନ୍ତ କରନ୍ତୁ, ନହେଲେ ଆମେ କରିଦେବୁ। ସେଠୁ ସକାଳୁ ସକାଳୁ ରାଜା କ'ଣ କରିଛି, ସବୁ ଗାଧେଇ ପାଧେଇକିରି ଆଉ ଆସି ମହିମା ଗୋସାଇଁଙ୍କର ଗୋଡ଼ ତଳେ ପଇଲେ। ଆଜ୍ଞା, କ'ଣ ଆଜ୍ଞା ହେଉଛି, ଆପଣ ଆଉ ଆମକୁ କ୍ଷମା କରିବେ। ଆମ ଯେଉଁ ଶ୍ରୀକ୍ଷେତ୍ରରେ ଯଦି ଆପଣଙ୍କୁ କିଏ ବେସନ୍ମାନ କରିଛି, ତେବେ ଆମେ ରାଜା ହିସାବରେ ଆପଣଙ୍କୁ କ୍ଷମା ମାଗୁଛୁ। ସ୍ୱୟଂ ଗଜପତି ଯିଏ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଆଉ ମୋତେ ଜଗନ୍ନାଥ ସ୍ୱପ୍ନ ଦେଇଛନ୍ତି, ଆଉ ଆପଣ ତ ତାଙ୍କର ଗୁରୁ, ଆମର ବି ଆପଣ ଗୁରୁ। ତେଣୁକରି ଏଇଠି ଆଜ୍ଞା ମନ୍ଦିର ଗୋଟେ ମଠ ତିଆରି କରିଦେବି। ନା ନାଇଁରେ ବାପା, ଏଇଠି ଛତାଟେ ମାରିଦେ, ବଡ଼ ଛତା। ତେଣୁକରି ଆଜି ସେ ବଡ଼ ଛତା ମଠ ଅଛି। ବଡ଼ ଛତାଟେ ମାରିଦେ, ମୁଁ ଏ ଜାଗାରେ ରହିବିନି, ମୋ ଶିଷ୍ୟ ଅଛି। କିନ୍ତୁ ମା ଯେଉଁମାନେ ଦୀକ୍ଷା ନେଇଥିବେ ମୁଁ କିଛି ଶୁଣ ବାପା, ମୁଁ କିଛି ଉଦ୍ଦେଶ୍ୟ ପାଇଁ ଏଠିକି ଆସିଛି, କିଛି ଖବର ଦେବା ପାଇଁ। ରାଜା ନା କ'ଣ ଆଜ୍ଞା? ନା ଜଗନ୍ନାଥ ଦେଶକୁ ବିପଦ ପଡ଼ିବ, ଜଗନ୍ନାଥଙ୍କୁ ସୁରକ୍ଷିତ ଭାବରେ ରଖ କହିକିରି ମହିମା ଗୋସାଇଁ ଆସିଲେ। ପଳେଇ ଆସିଲେ। ତାପରେ ଜଗନ୍ନାଥ ଯାଇକିରି କୋଉଠି ନା ସୋନପୁର ନା କୋଉଠି, ସୋନପୁର ନା ବୋଧେ, ତ ସେଇଠି ପାତାଳି କରାଗଲାନି। ପାତାଳି ଯେତେବେଳେ ଜଗନ୍ନାଥଙ୍କୁ କଲେ, ଜଗନ୍ନାଥ କ'ଣ ପାତାଳରେ ରହିବା ଲୋକ? ସେ ତପସ୍ୟା କରୁଛନ୍ତି ମହିମା ଗୋସାଇଁ ଯୋଉ କପିଳାସରେ। ଯାଇ ସେଠି ପହଞ୍ଚିଗଲେ। ପାଟ ପିତାମ୍ବର ପିନ୍ଧିଛନ୍ତି, ସୁବର୍ଣ୍ଣର ମୁକୁଟ, ଆଉ ଯାଇକିରି ପହଞ୍ଚିଗଲେ ଅକ୍ଷମାଳା ଗଳାରେ। ଆଉ ପ୍ରଭୁ, ଆପଣଙ୍କ ଆଜ୍ଞା ହଉ, ଆମକୁ ଆପଣ ସତ୍ୟ ସନାତନ ମହିମା ଧର୍ମରେ ଦୀକ୍ଷିତ କରି ଆପଣ ଆମକୁ ଶିକ୍ଷା ଦିଅନ୍ତୁ, ଆମେ ଧର୍ମ ପ୍ରଚାର କରିବୁ ବ୍ରହ୍ମାଣ୍ଡରେ। ପ୍ରଭୁ ତାଙ୍କୁ ସେଇଠି ମହିମା ଧର୍ମରେ ଦୀକ୍ଷିତ କରାଇଲେ, ଭେକବାନା ଦେଲେ। କହିଲେ ଯା ବୌଦ୍ଧ ବଳାସିଙ୍ଗା ଯିବ, ସେଇଠି ମଠ କରିକି ରହିଥିବ, ଆମେ ଗଲେ ଶୂନ୍ୟରୁ ବକଳବାନା ଆପଣଙ୍କୁ ଦେବୁ, ଆଉ ସେଇଠି ତମେ ଧର୍ମ ପ୍ରଚାର କରିକିରି ରହିବ। ତେଣୁକରି ବହୁତ ଅନେକ କଥା ଅଛି ସେଠି। ଆଉ କେହି ନାହାନ୍ତି ତାଙ୍କର। ଯେତେବେଳେ ଚଣ୍ଡୀ ଚାମୁଣ୍ଡା ମାନେ, ମା କାଳୀ ଯେତେବେଳେ ଆସିବେ, ସେତେବେଳେ ଚଣ୍ଡୀ ଚାମୁଣ୍ଡା ମାନେ ଆସିବେ। ଯେତେବେଳେ ମା ଆଦିଶକ୍ତି 7 ତାଳ ରୁଧିର ବହୁଥବ ପୃଥିବୀ ପୃଷ୍ଠରେ, ସେତେବେଳେ ମା ଆଦିଶକ୍ତି ପଳେଇଥିବେ ଖପର। ତାଙ୍କ ସାଙ୍ଗରେ କ'ଣ ସେ ଯୋଉ ଏଇ 7 ତାଳ ରୁଧିର କ'ଣ ଖାଲି ମା ପିଉଥିବେ, ଆଉ ତାଙ୍କ କତିରେ କେହି ନଥିବେ? ଯେତେବେଳେ କୃଷ୍ଣ ଖେଳାଲୀଳା କରୁଥିଲେ, ସେତେବେଳେ କ'ଣ ସେ ଏକାଟିଆ ଥିଲେ? ଆଉ କେହି 16 ସହସ୍ର ଗୋପୀ ନଥିଲେ? ଆଉ କେହି ନଥିଲେ? 10 ଅବତାର ପ୍ରଭୁ ହେଇଥିଲେ। କୁର୍ମ ଅବତାର ହେଇଛନ୍ତି, କଚ୍ଛପ ଅବତାର, ବରାହ ଅବତାର, ନୃସିଂହ ଅବତାର, ବାମନ ଅବତାର, କୃଷ୍ଣ ଅବତାର, ସବୁ ବଳରାମ ଅବତାର, ସବୁ କିଛି ରାମ ଅବତାର, ସବୁ ହେଇଛନ୍ତି। ତେଣୁକରି ଯିଏ ଯାହାକୁ ପୂଜା କରୁଛି କରୁ, କିନ୍ତୁ ସେଇ ଜଣଙ୍କ ପାଖରେ ପହଞ୍ଚିବ, ତାଙ୍କରି ଶରୀରରୁ ସବୁ କିଛି ସମସ୍ତେ ଗୋଟେ ଗୋଟେ ଅଂଶ ବିଶେଷ ହେଇକିରି ଜଗତରେ ଆସିକିରି ଖେଳାଲୀଳା କରିଛନ୍ତି। ଜଗତର ପାପ ତାପକୁ ବିନାଶ କରି ଭକ୍ତ କୂଳକ ରକ୍ଷା କରିବା ପାଇଁ, ଗୋ ବ୍ରାହ୍ମଣ ରଖିବା ପାଇଁ, ଋଷିମୁନି ମାନଙ୍କୁ ରଖିବା ପାଇଁ, ସେଇ ତାଙ୍କ ଶରୀରରୁ ଗୋଟିଏ ଅଂଶ ଜଗତକୁ ଆସିଛି। ସେଇ ବି ଜଗନ୍ନାଥ ନୀଳାଞ୍ଚଳରେ ଥିଲେ, ସେଇ ବି ଗୋବିନ୍ଦ ଦାସ ହେଇକିରି ବ୍ରହ୍ମାଣ୍ଡରେ ଖେଳାଲୀଳା କଲେ। ଯେତେବେଳେ ପୁରୀରେ ଯିଏ ଯିବ ଡାକିବ, ସେଇ ଗୋବିନ୍ଦ ଦାସ ହିଁ ଶୁଣିବେ। ଏବେ ଯିଏ ପୁରୀରେ ଯାଇକି ଡାକୁଛନ୍ତି, ସେଇ କଳ୍କି ବି ତାଙ୍କୁ ବର ଦଉଥିବେ। ବୁଝିପାଇଲୁ? ଏଥରକ କଳ୍କି ଯୋଉଠି ଥାନ୍ତୁ, ପଞ୍ଚକୋଶୀ ଭିତରେ ତ ଜନ୍ମ ନେଇଛନ୍ତି। ତେଣୁକରି ଯେତେବେଳେ ପୁରୀରେ ନୀଳାଞ୍ଚଳରେ ତୁ ଯାଇକିରି ଜଗନ୍ନାଥଙ୍କର ପତିତ ପାବନ ପଛପଟେ ଯେ ଗୋଟିଏ ଦର୍ଶନ କରିବୁ, ପତିତ ପାବନକୁ, କି ଗରୁଡ଼ ପଛକରେ ଠିଆ ହେଇକି ପ୍ରଭୁଙ୍କୁ ସ୍ମରଣ କରିବୁ, ସେ କଳ୍କି ଶୁଣିବେ? ସେ ସବୁ ପ୍ରଭୁଙ୍କର କିଛି ମାନେ ଗୋଟେ ଥୟ ସ୍ଥିତି ନାହିଁ। ସେ ସବୁ, ସେ ପବନ ସ୍ୱରୂପ। ପବନକୁ କେହି ବାନ୍ଧିକି ରଖନ୍ତିନି, ସେ ସବୁଠି ସବୁ ଜାଗାରେ ଅଛନ୍ତି। ଆଉ ସେମିତି କହିଲେ ତ ପ୍ରତ୍ୟେକ ଶରୀରରେ ସେ ଅଛନ୍ତି ବ୍ରହ୍ମ ରୂପ ଧାରଣ କରି। ସେ ନଥିଲେ ଜୀବ ବଞ୍ଚିବ ନାହିଁ। ଘଟ ଘଟରେ ପ୍ରଭୁ ଅଛନ୍ତି। ଏକ ରାମ ଘଟ ଘଟ କେ बैठा, ଦ୍ୱିତୀୟ ରାମ ଦଶରଥ के बेटा, तृतीय राम सबसे प्यारा, चतुर्थ राम सबसे न्यारा।
ରାମ ରାମ ମା ପ୍ରକୃତରେ ଯୋଉଠି ରାମ ସକଳ ଘଟରେ ପ୍ରଭୁ ଅଛନ୍ତି, ହଁ ସକଳ ଘଟରେ ପ୍ରଭୁ ଅଛନ୍ତି, କିନ୍ତୁ ମନ୍ଦିର ନା ମନ୍ଦିରରେ ନାହିଁ, ମନ୍ଦିରରେ ନାହାନ୍ତି। ଦେଉଳରେ ମନ ଠାକୁର ନାହିଁ ରେ ଦେହ ଦେଉଳରେ ଅଛି, ଦେଉଳରେ ଦିଅ ଅଛି କିନ୍ତୁ ଦେବତା ନାହିଁ। ଦେବତା ଅର୍ଥ କଣ? ନା ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ, ପିତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତେ ସର୍ବଦେବତା। ତେଣୁ କରିକିରି ଯିଏ ଦେଇକିରି ବତେଇ ଦେବେ ସିଏ ନାହାନ୍ତି, ଆଉ ଖାଲି ଦିଅ ଅଛନ୍ତି, ଦେବତା ନାହାନ୍ତି। ଦେବତା କୋଉଠି? ନା ତାଙ୍କର କର୍ମ ହଉଛି ଭଗବାନ। ଆମେ ସିନା କର୍ମଠ, ଏ ମଣିଷ ମାନେ ସିନା ପାପୀ, ଅଧର୍ମୀ, ଅନ୍ୟାୟୀ, ଅତ୍ୟାଚାରୀ। ଏ କୋଟି ଜନ୍ମର ତପସ୍ୟା, କେତେ 84 ନର୍କ ଭ୍ରମଣ କରି କରି ଏ ମାନବ ତନୁ ଧାରଣ, ଏ ମଣିଷ ମାନବ ଶରୀରର ଲାଭ ଯେବେ ଈଶ୍ୱର କରେ ଭାବ। ତେଣୁ କରିକିରି ଏ ମାନବ ଶରୀରଟା ମନକୁ ମିଳିନି ବାପା। କେତେ ତପସ୍ୟାରୁ ତୁ ଯାଇକିରି ମଣିଷଟିଏ ହେଇକି ଆସିଛୁ ସମାଜକୁ। ତୋର କିଛି ଦାୟିତ୍ୱ, କିଛି କର୍ତ୍ତବ୍ୟ, କିଛି ମାନବୀୟ ଢଙ୍ଗରେ ଚଳିବା ଦରକାର। ମା ଆପଣ ତ କହିଲେ ଈଶ୍ୱର କରେ ଭାବ, ଈଶ୍ୱର ତ ଆମେ ତ ଈଶ୍ୱର ଆଉ କାହାକୁ କହିବା? ଈଶ୍ୱର ଈଶ୍ୱର ବା ସବୁ ଘଟେ ଘଟରେ ଅଛନ୍ତି। ମଣିଷ ମାନଙ୍କୁ ସମ୍ମାନ ଦେଇ ଶିଖ, ପିତାମାତାଙ୍କର ସେବା କର, ଗୁରୁ ଗୁରୁଜନଙ୍କୁ ମାନ, ଗୋ ବ୍ରାହ୍ମଣଙ୍କୁ ସମ୍ମାନ ଦିଅ, ଏଇଆ କର। ଆଉ ନହେଲେ ଆଜି ଯଦି ଆଜି ସମାଜଟା କାହିଁକି କଳୁଷିତ ହେଇଥାନ୍ତା, କାହିଁକି କଳକି ଆସିବାକୁ ଆଗମନ ହୁଅନ୍ତେ, କାହିଁକି 7 ତାଳ ରକ୍ତ ନଦୀ ଭାସିବ, ଆଉ କାହିଁକି ନଦୀ ମାନେ ସବୁ ମାନେ ପୂର୍ଣ୍ଣ ଗର୍ଭା ନଦୀ ମାନେ ଶୁଖିଯିବେ, କେହି ପାଣି ଟୋପେ ବି ପାଇବେ ନାହିଁ, ଆଉ ରକ୍ତରେ ଭାସୁଥବ ଏ ମହି, ଆଉ କୋଉଠି ନିଆଁ ଜଳୁଥବ, କୋଉଠି ଭୂମିକମ୍ପ, କୋଉଠି ପାଣି ବହୁଳ, କୋଉଠି ପାଣି ବିହୁନ, କୋଉଠି ପବନ ହେଇକିରି ଆସିବ, କୋଉଠି ରୋଗ ହେଇକି ପଶିବ। ଏସବୁ କାହିଁକି ହଉଛି? କେବଳ ଆମ ମାନଙ୍କ ପାଇଁ। ଆମେ ଆମ ଚଳ ପ୍ରଚଳରେ ଆମେ ଭୁଲ କଲେ। ମା ଆଉ ଗୋଟିଏ କଥା ମନକୁ ଆସୁଛି, ମନେ ପଡୁଛି, ଚନ୍ଦକା ଏରିଆ ଭିତରେ ଏକ ପାହାଡ ପାଖରେ ମହିମା ଆଶ୍ରମ ଅଛି। ସେ ପାଖକୁ ଆମେ ଯାଇଥିଲୁ। ସେଠି ମହିମା ଆଶ୍ରମ ଯୋଉ ଅଛନ୍ତି, ଆପଣଙ୍କର ଯେ ଦୀକ୍ଷିତ ନେଇଛନ୍ତି ବାବା ମାନେ, ସେମାନେ ଏକ ଅଞ୍ଚଳକୁ ଯାଉଛନ୍ତି। ଆମେ ସେପଟକୁ ଗଲା ସମୟରେ ସେ ଆମକୁ କହିଲେ ଯେ ସେପଟେ ସେ ନିଷ୍କାମ ସାଧନା କରୁଛନ୍ତି, ଆଉ ସେପଟକୁ ଆମକୁ ଯିବାକୁ ମନା କଲେ। ଏହାର କଣ କାରଣ କଣ? କାରଣ ହଉଛି କାମନା। ଆଉ ଏଇ ଯୋଉ ସବୁ ଧର୍ମରେ କାମନା ଅଛି। ଶୁଣୁ, ଯିଏ ମାନେ ସବୁ ଧର୍ମ ନା ନେଇଛନ୍ତି, ନା ମା, ସେଇଟା ସେ ଯୋଉ କହିଲେ ନିଷ୍କାମ, ଆମେ ଆମେ କଣ ନାଇଁ ନାଇଁ, ନିଷ୍କାମ ମାନେ କଣ? ସେମାନେ ତାଙ୍କର ଆଜିକାଲି ସାଧୁସନ୍ଥ ମାନେ ଭଲ ନାହାନ୍ତି। ଆଜି ସମସ୍ତେ ଠକ, ଭଣ୍ଡ, ଟାଉଟର, ଚୋର ହେଲେଣି। ସାଧୁ ମାନଙ୍କୁ କ୍ଷମା କରିବେ ଆଜ୍ଞା, ଆମେ ସମସ୍ତଙ୍କୁ କହୁନୁ। ତା ଭିତରେ ସାଧୁ ମାନଙ୍କ ଭିତରେ ବି କେତେ ଚୋର ଅଛନ୍ତି, କେତେ ଦଲାରୀ ଅଛନ୍ତି, କେତେ ଟାଉଟର ଅଛନ୍ତି। ଆଚ୍ଛା, ତମେ ନିଷ୍କାମ ସାଧନା କର। ଯଦି ପିଲା ଦିଟା କିଏ ଯାଇଛନ୍ତି, ସେ କଣଟା କହୁଛନ୍ତି, ତାଙ୍କ କଥା ପଦେ ଶୁଣିଦେଲେ କଣ ଆମର ଯୋଉ ଆମ ର ତପସ୍ୟା ଭଗ୍ନ ହେଇଯିବ? ହଁ, ଆଜ୍ଞା। ତାହେଲେ ଏଇଟା ତ କହିବାଟା ଠିକ ନୁହେଁ। ତେଣୁକରି ନିଷ୍କାମ। ଆମେ କଣ ଏଠି କାମନା, ଆମେ ଯାଉଛୁ ତମକୁ ଟଙ୍କା ପୁଳେ ମାଗିବାକୁ ନା କଣ ମାଗିବାକୁ? କିଛି ତ ନାହିଁ। ଆମେ କିଛି ଯାଉଛୁ ବାବାଙ୍କୁ ଶରଣ ଦର୍ଶନ ଟିକେ ହବୁ, କି ପଦେ ଅଧେ କଣ ପଚାରି ଦେଇ ପଳେଇ ଆସିବୁ, ଆଉ ସେତିକି ତ କଥା। ଏତିକିରେ ତମର କଣଟା ଅସୁବିଧା ହେଇଗଲା? ତମେ କହୁଛ ଆମେ ନିଷ୍କାମ ସାଧନା କରୁଛୁ, ସେଠିକି ଯିବନି କେହି। ତେଣୁକରି ଏଇଟା ତ ଠିକ ନୁହେଁ। ଏଇଭଳିଆ ଆଗେ ଏଇ ସବୁ ମାନେ ଏମିତି କିଛି ଧର୍ମରେ ରହିକି ଅସାଧୁ ବି ଅଛନ୍ତି ଏମିତି। ଅସାଧୁ ଅଛନ୍ତି ବାପା। ଶୁଣୁ, ଏଇ ଯୁଗରେ ଏଇ କାହିଁକି କଳକି ଆସୁଛନ୍ତି, ତାର କାରଣ ହଉଛି ମାନେ ବ୍ରାହ୍ମଣ ମାନେ ମଦ୍ୟପାନ କଲେ, ବ୍ରାହ୍ମଣ ମାନେ ଆମିଷ ଭକ୍ଷଣ କଲେ, ବ୍ରାହ୍ମଣ ମାନେ ହଳ ବୁଲେଇଲେ, ଆଉ ବ୍ରାହ୍ମଣ ମାନେ ଗାୟତ୍ରୀ ଛାଡିକିରି ଗାରେଡି ପଢିବେ, ଆଉ ସାଧୁସନ୍ଥ ମାନଙ୍କର ନୀତି ଭଷ୍ଟା, ଆଉ ଆଉ ଯେତେ ସବୁ ମାନେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଗୋଟିଏ ଜାତିର ବୋଲି ଆମେ ତାକୁ କେହି ମାନୁନେ। ମା ଭଉଣୀ କେହି କାହାକୁ ମାନିଲେ। ଘରେ ଦେଖିବୁ ଭାଇ ଭାଇ ଭିତରେ ଭିନ୍ନ ଘର, ବାପ ମା କୁ ଅଲଗା କରି ଆଟିକା ଗୋଟେ ଗୋଟେ ଥୋଇ ଦେଇଛନ୍ତି, ତମେ ସେଥିରେ ରାନ୍ଧି ବାଡିକିରି ଖା, ଆମ ମାଇକିନା ମାନଙ୍କୁ ବାଧା ହବ। ତେଣୁକରି ଏଇ ସବୁ କଣ ଆମର ପୂର୍ବରୁ ଥିଲା କି? ଆମ ସାଧୁସନ୍ଥ ମାନେ ଯଦି ଠିକ ଥାନ୍ତେ, ଆଉ ଯେତିକି ସାଧୁସନ୍ଥ ଠିକ ଅଛନ୍ତି ତାଙ୍କୁ କେହି ବାପ ମାନୁନାହାନ୍ତି। ଯୋଉମାନେ ଠିକ ଅଛନ୍ତି ତାଙ୍କୁ କେହି ମାନୁନାହାନ୍ତି, ଆଉ ଯୋଉମାନେ ବେଠିକି ସେମାନେ ଏଇନା ରାଜୁତ କରୁଛନ୍ତି। ତେଣୁକରି କଳି ଯେହେତୁ 3 ପାଦରେ ଠିଆ ହେଇଛି, ସତ୍ୟର ମାତ୍ର ଗୋଟିଏ ପାଦ। ଆଉ ସେଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ, ଯେତେବେଳେ ପ୍ରଭୁ ଆସିକିରି ବିଚାର, ଏଇ ବର୍ଷ ତ ଏଇ 26 ମସିହାରେ ତ ନିଜେ ସ୍ୱୟଂ ଧର୍ମ ଦେବତା ବିଚାର କରୁଛନ୍ତି। ତେଣୁକରି ତାଙ୍କ ବିଚାରରେ କଣ ହବ ସେଇ ହିଁ ଜାଣନ୍ତି, ଆଉ ଆମେ କଣ ଆଉ କହିବା?
ଅନେକ କଥା ତ ରହିଛି କିନ୍ତୁ ଯେହେତୁ ସମୟ ହୋଇଯାଉଛି କିନ୍ତୁ ସଂକ୍ଷେପରେ ମା ଟିକେ କହିବେ ଅନେକ କଥା ଭିତରେ ମହାପ୍ରଭୁ ଆପଣ କହୁଛନ୍ତି ଯେ ଆସିଗଲେଣି ଆଉ ଅନେକ ଲୀଳା ଖେଳା ଆଗକୁ ଘଟିବ। ଏକାଥରକେ ମାନେ ଏଇ ଯୋଉ ଖଣ୍ଡ ପ୍ରଳୟ ମାନେ ହେଇକା ସଂସାରରେ ଦେଖୁନ ଗୋଟେ ଗୋଟେ ଜାଗାରେ କୋଉଠି କିଏ କେତେ କଣ ସବୁ ମାନେ ଘଟଣା ଦୁର୍ଘଟଣା ମାନେ ଘଟୁଛି ଏମିତି କିଛି ମାନେ ଯେମିତି ପୋକ ମାଛି ଭଳିଆ ମଣିଷ ସବୁ ମରିବେ ସବୁ କେତେବେଳେ ଏମିତି ଥବ ରାତିରେ ଲୋକ ଶୋଇଥିବେ ଖାଇ ପିଇକି ସକାଳୁ ଉଠିଲା ବେଳକୁ ହଲିଲା ବେଳକୁ ସେ ଗଡ଼ି ପଡ଼ିବ। ତେଣୁକରି ଏଇଭଳିଆ ଅବସ୍ଥା ବି ସମୟ ଆସିବ ଆଉ ଏମିତି ହେଇକା 29 39 ବେଳକୁ ସବୁ କିଛି ସମାପ୍ତି ହେଇଯିବ ଆଉ ନୂଆରି ସର୍ଜନା ହବ। ନହେଲେ ଆମେ ଯେମିତି ପରିବାରଟାକୁ ତୋ ଘରେ ଯଦି କଳହ ହେଲା ତୁ ଗଲା ବେଳକୁ ତୋ ସ୍ତ୍ରୀ କି ମା ବାପା କିଛି ଅଶାନ୍ତି ହେଇଥିବେ ତତେ ଭଲ ଲାଗୁଛି କି? ତେଣୁକରି ଏ ଯୋଉ ସ୍ରଷ୍ଟା ଏ ସୃଷ୍ଟିକି ନିର୍ମାଣ କରିକିରି ଆମକୁ ଛାଡ଼ିଛି ଆମେ ସବୁ କିଛି ଅନୁଭବ କରିବା ଆମେ ମାନବୀୟ ଢଙ୍ଗରେ ଚଳିବା ଆମେ ଦେବତା ବ୍ରାହ୍ମଣ ଗୋ ବ୍ରାହ୍ମଣ ସମସ୍ତଙ୍କୁ ଆମେ ସମ୍ମାନ ଦେବା ଆମେ ବାପା ମାଙ୍କର ସେବା ପୂଜା କରିବା ଗୁରୁ ଗୁରୁଜନଙ୍କୁ ମାନିବା ଆମେ ଯଦି ସେଥିରୁ ବହିର୍ଭୂତ ହେଲେ ଆମକୁ ସେ କଣ ଦଣ୍ଡ ଦେବ? ଆମେ ତ କିଛି ମାନିଲେନି ଆମେ ସଞ୍ଜ କୋଉଟା ସକାଳ କୋଉଟା ଜାଣିଲେନି ଆମେ ଦିନ କୋଉଟା ରାତି କୋଉଟା ଜାଣିଲେନି ଆମେ ସତ କୋଉଟା ମିଛ କୋଉଟା ଆମେ ଜାଣିଲେନି ତାହେଲେ ଆକୁ ବିଚାର କଣ ତା ସୃଷ୍ଟିଟାକୁ ସେ ସଜାଡ଼ିବନି? ତେଣୁକରି ସେ ସଜାଡ଼ିବାକୁ ଆସିବ ଆମେ ଭୟ କରିବାରେ କଣ ଅଛି? ଆମେ ଯଦି ଭୁଲରେ ଥିବା ଆମେ ସେଥିରେ ଯିବା ଆଉ ନହେଲେ ଯଦି ଠିକରେ ଥିବା ଆମକୁ ସେ ପାର କରିଦେବେ କୋଉ ବାଟେ ହେଲେ କଥା ତ ହଉଛି ଏତିକି। କିନ୍ତୁ ବହୁତ ଭୟଙ୍କର ହବ। ବହୁତ ଭୟଙ୍କର ହଣାକଟା ଯୋଉ 7 ଦିନ ଅନ୍ଧାର ହବରେ ବାପା ଫେରେ ସବୁ ଯୁଗେ ଯୁଗରେ ହେଇଛି ଗୋଟେ ଯୁଗରେ ହେଇଥିଲା ମହିମା ଗୋସାଇଁ ତୁ ତ କହିଲୁ ସବୁ ଦେବତା ମାନଙ୍କୁ କାଟି ଦେଇଛନ୍ତି ଆଉ ତୁ କହିଲୁ ପ୍ରସାଦ କାହିଁକି ପାଇବନି ମା? ତେଣୁକରି ପ୍ରସାଦ ପାଇବୁନି ଏଥିପାଇଁ ସେମାନଙ୍କର ସବୁ ଦୋଷ ତ୍ରୁଟି ଅଛି। ମହିମା ଧର୍ମ ଏମିତି ଗୋଟିଏ ଧର୍ମ ନିର୍ଗୁଣ ନିର୍ବିକାର ଅକଳ୍ପନା ଆଉ ସେଥିରେ କଳ୍ପନା କିଛି ନାହିଁ। ତୁ ସେଠି ଯାଇ ବର ମାଗି ପାରିବୁନି ବର ମାଗିଲେ ତତେ ବିପରୀତ ଫଳ ମିଳିବ। ସେ ମୁକ୍ତି ଦେବା ଠାକୁର ସେ ପ୍ରଭୁ ସମସ୍ତେ ଯଦି ଠାକୁର ହେବେ ସେ ପ୍ରଭୁ ତେଣୁକରି ତାଙ୍କ ପାଖରେ ନିଜେ ଶରଣାପନ୍ନ ହେଇଯିବା ଦରକାର। କାହା ପାଖରେ? ମହିମା ସ୍ୱାମୀଙ୍କ ପାଖରେ ଅଲେଖ ଧର୍ମ ସେଠି ଆମେ ମାନେ ଶରଣ ହେ ଆମେ ଯେତେବେଳେ ଦର୍ଶନ କରୁ ପ୍ରଭୁ ଜଗତ ଭଗତ ରକ୍ଷା କର ବିଶ୍ୱ ବ୍ରହ୍ମାଣ୍ଡ ଉଦ୍ଧାର କର ସ୍ୱପ୍ନାଗୋଟି ଜୀବକୁ ଉଦ୍ଧାର କର ସଚରାଚର ବ୍ରହ୍ମାଣ୍ଡ ସୁସ୍ଥ ରୁହନ୍ତୁ ପ୍ରାଣୀ ମାନଙ୍କର ହାରି ଗୁହାରି ବୁଝାମଣା ହଉ ନବଖଣ୍ଡ ମେଦିନୀ ପାପ ଭରାର ଉଦ୍ଧାର ହଉ ସତ୍ୟର ପ୍ରକାଶ ହଉ ଆପଣଙ୍କର ବାନା ଦୀକ୍ଷା ବ୍ରହ୍ମାଣ୍ଡର ପ୍ରଚାର ହଉ ଆପଣଙ୍କ ନାମ ନେଇ ଭକ୍ତମାନେ କୃତାର୍ଥ ହୁଅନ୍ତୁ ସମସ୍ତଙ୍କର ଜାଣିବା ଦୋଷ କ୍ଷମା କର। ଆମେ ଏଇ କଥା କହୁ କେବେ କହୁନା ଆମ ପୁଅକୁ ଚାକିରି ଦିଅ ଆମ ଝିଅକୁ ଭଲ ବର ଦିଅ ଆମକୁ ଏତେ ଧନ ଦିଅ ଆମକୁ ଟଙ୍କା ଦିଅ ରୋଗ ଭଲ କରିଦିଅ ଏସବୁ କିଛି କହୁନା। ଆମେ କିନ୍ତୁ ଭିନ୍ନ କହିପାରିବାନି। ନାଇଁ ଆମେ କେହି ଭିନ୍ନ ନୁହନ୍ତି କିନ୍ତୁ ସେଇ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଆଉ ଗୋଟିଏ କଥା ହେଲା ଯୋଉ 33 କୋଟି ଆମେ କାହିଁ ସବୁରି ମୂଳରେ ପ୍ରଭୁ ଜଗନ୍ନାଥଙ୍କୁ ଡାକିଲେ ଅସୁବିଧା କଣ ଅଛି? ନାଇଁ ଯଦି ତୁ ଚାହୁଁଛୁ ଡାକେ ମୁଁ ବା କହିଦେଲି ଯେ ପ୍ରଭୁ ତ 10 ଅବତାର ବୋଲି ଯୋଉମାନେ ବି ମହିମା ଧର୍ମରେ ଅଛନ୍ତି ଯୋଉମାନେ ଦୀକ୍ଷିତ ନେଇଛନ୍ତି ଆମେ ଡାକି ପାରିବୁନି କାହିଁକି ନା ଆମର ଗୁରୁ ଆଜ୍ଞା ନାହିଁ। ଗୁରୁ ଆମର ଅଲେଖ ଲୀଳାର ପର୍ଟିକୁଲାର ଲେଖା ହେଇଛି ଅଲେଖ ଲୀଳା ବର୍ତ୍ତମାନ ଚାଲ ଦେଖିବୁ ମୋ ପାଖରେ ବି ଅଛି ଅଲେଖ ଲୀଳାର ଲେଖା ହେଇଛି ନିରାକାର ଏଇଆ କଲେ ସୂର୍ଯ୍ୟ ଚନ୍ଦ୍ରକୁ ବନ୍ଦୀ କରିକି ନେଇ ରଖିଦେଇଥିଲେ 7 ଦିନ ଅନ୍ଧାର ହେଇଥିଲା ତାପରେ ଲକ୍ଷ୍ମଣ ଶକ୍ତିଭେଦ ହେଇଥିଲା 7 ଦିନ ଅନ୍ଧାର ହେଇଥିଲା ସତୀ ଅଭିଶାପରେ ତାପରେ ଏ କଳି ଯୁଗରେ ବି 7 ଦିନ ଅନ୍ଧାର ହବ ସୂର୍ଯ୍ୟ ଚନ୍ଦ୍ରକୁ ମହିମା ଗୋସାଇଁ 7 ଦିନ ତାଙ୍କୁ ଜେଲରେ ପୁରେଇ ଦେଇଥିଲେ ବନ୍ଦୀ କରି ରଖିଥିଲେ ତାଙ୍କର ଦୋଷ ତ୍ରୁଟି ଦେଖିକିରି ସେ ଜୋରିମାନା ଦେଇ ଆଉ ଭିକ୍ଷା ମାଗିକିରି ଜୋରିମାନା ଦେଇକିରି ତାପରେ ମୁକ୍ତ ହେଇଥିଲେ।